କିଛି ସୁନ୍ଦର ଅନୁଚିନ୍ତା ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବେ, କିନ୍ତୁ ସଂସ୍କାର ନଦେଲେ ସେ ଜୀବନ ସାରା କାନ୍ଦିବେ। ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଆଉ ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ। ମନେ ରଖନ୍ତୁ, ଦୁନିଆରେ ଯେତେ ପ୍ରକାରର ଭୟ ଅଛି, ସେଥିମଧ୍ୟରୁ ନିନ୍ଦା ଆଉ ଅପମାନ ହେଉଛି ସର୍ବଶ୍ରେଷ୍ଠ। ଶାନ୍ତ ମନରେ ତୁମ ଦ୍ୱାରା ଯାହା ହୋଇପାରିବ ତାହା କର, କିନ୍ତୁ ଚିନ୍ତା କିମ୍ବା ମନ ଦୁଃଖରେ କର ନାହିଁ। ଥରେ ମାତ୍ର ବାପାଙ୍କ ହୋଟେଲରୁ ବାହାରି ପଡ଼ିଲେ ହିଁ ବୁଝାପଡ଼େ ଦୁନିଆରେ ମୁଠାଏ ଭାତର ଭ୍ୟାଲ୍ୟୁ କେତେ। ନୀରବ ଆଉ ହସକୁ ସବୁବେଳେ ସାଙ୍ଗରେ ରଖନ୍ତୁ। ନୀରବ ତୁମର ରକ୍ଷା କବଚ, ଆଉ ହସ ତୁମର ଖୁସିର ଦ୍ୱାର ଅଟେ। କନ୍ୟା ସନ୍ତାନଟି ହେଉଛି ପ୍ରଦୀପ ଭଳି, ଯେଉଁ ଘରକୁ ଆସେ ସେ ଘର ଆଲୋକିତ ହୋଇଯାଏ। ହସ ଦୁଃଖ ଭୁଲେଇବା ପାଇଁ ଯଥେଷ୍ଟ। ଏ ଦୁନିଆରେ କେହି କାହାର ନିଜର ନୁହେଁ। ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ ସମସ୍ୟା। ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଗରମକୁ ନାନା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ସେଗୁଡ଼ିକର ଉପଯୁକ୍ତ ମୁକାବିଲା କରିବା ନିହାତି ଆବଶ୍ୟକ। ପ୍ରବଳ ଗରମ ଯୋଗୁଁ ଗ୍ରୀଷ୍ମ ଋତୁରେ ବହୁତ ଝାଳ ବାହାରିଥାଏ। ଅତ୍ୟଧିକ ଝାଳ ବାହାରିବା ଫଳରେ ଶରୀରରେ ଜଳୀୟ ଅଂଶ ଅଭାବ, ଥକା ଲାଗିବା, ଚର୍ମ ଶୁଷ୍କ ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ। ଏହାର ମୁକାବିଲା ପାଇଁ ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ। ଏଥିସହ ତରଭୁଜ, କାକୁଡ଼ି ଓ ପଇଡ଼ ପାଣି ଆଦି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଅଧିକ ପରିମାଣର ଚା, କଫି ପିଇବା ଅନୁଚିତ। ସେହିପରି ଏହି ଋତୁରେ ଅଂଶୁଘାତ ହେବା ସମ୍ଭାବନା ରହିଥାଏ। ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ଖରାବେଳେ ଘରୁ ବାହାରକୁ ନ ବାହାରିବା, ହାଲୁକା ଓ ଢିଲା ପୋଷାକ ପିନ୍ଧିବା, ଖରାବେଳେ ବାହାରକୁ ଯିବା ସମୟରେ ଟୋପି, ଛତା ଆଦି ବ୍ୟବହାର କରିବା। ଅଂଶୁଘାତର ଲକ୍ଷଣ ଦେଖାଦେଲେ ତୁରନ୍ତ ଉପଚାର କରିବା ଆବଶ୍ୟକ। ଗ୍ରୀଷ୍ମ ଋତୁରେ ଖାଦ୍ୟ ପଦାର୍ଥରେ ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ, ଫଳରେ ଖାଦ୍ୟରୁ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ଫଳ ପନିପରିବାକୁ ଭଲ ଭାବେ ଧୋଇ ଖାଇବା, ଫାଷ୍ଟ ଫୁଡ୍ ନ ଖାଇବା ଏଭଳି ସମସ୍ୟାର ମୁକାବିଲା ପାଇଁ ଉପଯୋଗୀ। ଖରା ଗରମ ଯୋଗୁଁ ଘିମିରି ସହ ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ଏହାର ମୁକାବିଲା ପାଇଁ ସୂତା ଲୁଗା ପିନ୍ଧିବା ସହ ଭଲ ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ। ଦିନକୁ 2 ଥର ଗାଧୋଇବା ମଧ୍ୟ ଏ କ୍ଷେତ୍ରରେ ବେଶ ଉପଯୋଗୀ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ଏକ ପବିତ୍ର ନାଁ, ଯାହାକି ପ୍ରଥମରୁ ଭାଗୀରଥୀ ନାମରେ ପ୍ରବାହିତ। ମୃତ ବ୍ୟକ୍ତିର ଚିତାଭସ୍ମ ଏହି ଗଙ୍ଗା ନଦୀରେ ବିସର୍ଜନ କଲେ ଆତ୍ମା ମୋକ୍ଷ ପାଏ ବୋଲି ଲୋକ ବିଶ୍ୱାସ ରହିଅଛି। ମହାଭାରତ କୁହେ, ଗଙ୍ଗା ଶାନ୍ତନୁଙ୍କ ପତ୍ନୀ ଏବଂ ପିତାମହ ଭୀଷ୍ମଙ୍କର ମାତା ଥିଲେ। ଖଳ ପ୍ରକୃତିର ମଣିଷମାନଙ୍କ ସହିତ ମିଠା କଥାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ, କାରଣ ସିଂହ ଯେତେ ମିତ୍ର ହେଲେ ମଧ୍ୟ ସେ ହିଂସ ପ୍ରକୃତି ଛାଡ଼େ ନାହିଁ। ଜୟ ଶ୍ରୀ ଜଗନ୍ନାଥ।